ଆଜି ହଉଛି ଯାହାକି ଜଗନ୍ନାଥ ମହାପ୍ରଭୁଙ୍କର ବାହୁଡା ରଥଯାତ୍ରା। ତେବେ ଆଜି ଯାହାକି ଜ୍ୟୋତିଷ ଶାସ୍ତ୍ରରେ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବାହୁଡା ଯାତ୍ରା ଯାହା ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିନକୁ ଗ୍ରହର ଅଶୁଭ ପ୍ରଭାବରୁ ଦୂର କରିବା ସହିତ ଇଚ୍ଛା ପୂରଣ କରିବା ପାଇଁ ଉପଯୁକ୍ତ ଦିନ ବୋଲି ବିବେଚନା କରାଯାଏ। ତେବେ ଆଜିର ଦିନରେ ଆପଣମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏକ ଟଙ୍କା ସହିତ ଏକ ଲାଲ କପଡା ବାନ୍ଧି ଲବଙ୍ଗ ସହିତ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଆର୍ଥିକ ଟଙ୍କା ସମ୍ବନ୍ଧୀୟ ସମସ୍ୟା ଦୂରୀଭୂତ ହୋଇଥାଏ। ତେବେ ଆଜିର ଦିନରେ ପ୍ରବାହିତ ପାଣିରେ ଏକ ତମ୍ବା ମୁଦ୍ରା ପ୍ରବାହିତ କରନ୍ତୁ। ଏହା କରିଲେ ଆପଣଙ୍କର ସୂର୍ଯ୍ୟ ଗ୍ରହ ବା ରବି ଗ୍ରହ ଶାନ୍ତ ହୋଇଥାଏ। ତେବେ ଆଜିର ଦିନରେ ଦୁଃଖୀ ଲୋକଙ୍କୁ ଧଳା ବସ୍ତ୍ର ସହିତ ଚାଉଳ କିମ୍ବା ଋତୁକାଳୀନ ଫଳ ପ୍ରଦାନ କରନ୍ତୁ। ଏହା କରିଲେ ଆପଣଙ୍କର ଚନ୍ଦ୍ର ଗ୍ରହ ସହିତ ଶୁକ୍ର ଗ୍ରହ ଶାନ୍ତ ହୋଇଥାଏ। ତେବେ ଆଜିର ଦିନରେ ଯଦି ଆପଣ ମାନେ କାଉ ମାନଙ୍କୁ ଖାଇବାକୁ ଦଉଛନ୍ତି ତେବେ ଶନି ଗ୍ରହ ଶାନ୍ତ ହୋଇଥାଏ। ତେବେ ଆଜିର ଦିନରେ ଆପଣ ସକାଳେ ଗାଧେଇ ସଫା ପୋଷାକ ପିନ୍ଧି ମନ୍ଦିରକୁ ଯାଆନ୍ତୁ। ପ୍ରଭୁଙ୍କ ନିଶ୍ଚିତ ଜଗନ୍ନାଥଙ୍କୁ ଗୋଲାପ ମାଳ କିମ୍ବା ତାଜା ଫୁଲ ସହିତ ତୁଳସୀ ଅର୍ପଣ କରନ୍ତୁ। ତତ୍ସହିତ ଆପଣ ଦୀପରେ ଲବଙ୍ଗ ଜଳାନ୍ତୁ, ଯାହାକି ଭଗବାନଙ୍କୁ ଆରତି ମଧ୍ୟ କରିପାରିବେ। ତେବେ ଏହା କରିଲେ ନିଜର ଲକ୍ଷ୍ୟ ବା ଇଚ୍ଛା ପୂରଣ କରିବା ପାଇଁ ଏହା ଆପଣଙ୍କ ଭାଗ୍ୟ ସହଯୋଗ କରିଥାଏ। ତେବେ ଆଜିର ଦିନରେ ଆପଣ ପ୍ରାୟତଃ ସମସ୍ତେ ଯାତ୍ରା ସମୟରେ ପ୍ରଭୁଙ୍କର ରଥ ଦଉଡ଼ିକି ସ୍ପର୍ଶ କରନ୍ତି। ଏହା ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ପ୍ରକାର ପାପ ନଷ୍ଟ ହୁଏ। ତତ୍ସହିତ ଆପଣଙ୍କର ଗ୍ରହ ଯେମିତିକି ରାହୁ କେତୁ ଭଳି ଗ୍ରହ ଅଶୁଭରୁ ଗ୍ରହର ହ୍ରାସ କମିଥାଏ ଏବଂ ଶୁଭ ଫଳ ପ୍ରଦାନ ଆଡକୁ ଅଗ୍ରଗତି କରିଥାଏ। ତେଣୁ ଆଜିର ଦିନରେ ଏହି ସବୁ ଉପାୟ କରି ନିଜର ଭାଗ୍ୟକୁ ପରିବର୍ତ୍ତନଶୀଳ କରାନ୍ତୁ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଜାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 24 ଜୁଲାଇ 2026 ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଯାହାକି ଶୁକ୍ରାଚାର୍ଯ୍ୟଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତତ୍ସହିତ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତେବେ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁଲାଇ ମାସ 24 ତାରିଖ ଓଡ଼ିଆ ଶ୍ରାବଣ ମାସ 8 ଦିନ ଶୁକ୍ରବାର ଶୁକ୍ଳ ପକ୍ଷ ଦଶମୀ ତିଥି ଯାହା ଦିବା 10:31 ପର୍ଯ୍ୟନ୍ତ ରହୁଛି। ତାପରେ ଏକାଦଶୀ ତିଥି ଆରମ୍ଭ ହଉଛି। ଆଜି ଅନୁରାଧା ନକ୍ଷତ୍ର ଯାହା ଅହରାତ୍ରି ପର୍ଯ୍ୟନ୍ତ ରହୁଛି। ଆଜି ବିଛା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି ଯାହା ପ୍ରାପ୍ତ 5:16 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6:25। ଆଜି ଯୁଗ୍ନି ରହିଛି ଉତ୍ତର ଦିଗେ ଦିବା 10:31 ପରେ ଯୁଗ୍ନି ଅଗ୍ନିକୋଣରେ ରହିବ। ଆଜି କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି ଯାହାକି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ନିଷିଦ୍ଧ ଖାଦ୍ୟ ରହିଛି କଳମ, ତତ୍ସହିତ ସୀମ ଭୋଜନ ନିଷେଧ ରହିଛି। ଆଜିର ଅଶୁଭ ବେଳା ଯାହା ଦିବା 8:13 ଦିବା 11:53 ମଧ୍ୟ ରହିଛି, ଯାହାକି 12 ବେଳା, କାଳ ବେଳା ଏବଂ ରାହୁ କାଳ। ସେହିଭଳି ରାତ୍ରି 9:47 ରାତ୍ରି 10:31 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 6:58 ମଧ୍ୟ ରହିଛି ଶୁଭ ବେଳା।
ସେହିଭଳି ଦିବା 7:45 ରୁ ଦିବା 8:12 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 11:54 ରୁ ଦିବା 2:44 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 3:03 ରୁ ଦିବା 3:57 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7:53 ରୁ ରାତ୍ରି 8:55 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 10:40 ରୁ ରାତ୍ରି 11:57 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3:14 ରୁ ଶେଷ ରାତ୍ରି 5:17 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଆଜିର ଗ୍ରହର ସ୍ଥିତି, ଆଜି ମେଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି, ମିଥୁନ ରାଶିରେ ବୁଧ ସଞ୍ଚରଣ କରୁଛନ୍ତି, କର୍କଟ ରାଶିରେ ରବି ଏବଂ ବୃହସ୍ପତି ସଞ୍ଚରଣ କରୁଛନ୍ତି, ସିଂହ ରାଶିରେ ଶୁକ୍ର ଏବଂ କେତୁ ସଞ୍ଚରଣ କରୁଛନ୍ତି, ବିଛା ରାଶିରେ ଯାହାକି ଚନ୍ଦ୍ର ସଞ୍ଚରଣ କରୁଛନ୍ତି, କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି ଏବଂ ମୀନ ରାଶିରେ ଶନି ସଞ୍ଚରଣ କରୁଛନ୍ତି। ଇଏ ଥିଲା ଆଜିର ଗ୍ରହର ସ୍ଥିତି। ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ସଞ୍ଚରଣ କରୁଛନ୍ତି ଅନୁରାଧା ନକ୍ଷତ୍ରରେ, ଯାହାକି ଶୁକ୍ରବାରରେ। ତେବେ ଏହି ଅନୁରାଧା ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡିବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଠାରୁ ଦୂରତା ଅବଲମ୍ବନ କରିବେ, ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ରାଶି ଜାତ ବ୍ୟକ୍ତି ମାନଙ୍କ ପାଇଁ କେଉଁ ଗ୍ରହ ବିଶେଷ ପ୍ରଭାବ ପକେଇବ ଜାଣିବା ଏହି ରାଶିଫଳ କାର୍ଯ୍ୟକ୍ରମରେ। ତେବେ ଏ ଥିଲା ଆଜିର ଗ୍ରହର ସ୍ଥିତି। ଏହି ସ୍ଥିତିକୁ ଦେଖି ମୁଁ ନେଇ ଆସିଛି ପୁରା ଦିନର ହାଲଚାଲ। ତେବେ ଯୋଉମାନେ ମତେ ପ୍ରଥମ କରି ଦେଖୁଛନ୍ତି ସେମାନଙ୍କୁ ମୁଁ କହି ରଖୁଛି ଯେ ଆପଣମାନେ ଆପଣଙ୍କର ଜନ୍ମ ରାଶିର ରାଶିଫଳ ଦେଖିପାରିବେ। ତେବେ ଯୋଉମାନେ ରାଶିଫଳ ଜାଣିନାହାନ୍ତି ସେମାନେ ନିଜର ପ୍ରଚଳିତ ନାମ ରାଶିରୁ ରାଶିଫଳ ଦେଖିପାରିବେ। ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ମଧ୍ୟ ସମ୍ବନ୍ଧ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ନିଜ ଭିତରେ କିଛି ମନାନ୍ତର ଯୁଗ କଳହ ଯୁକ୍ତିତର୍କ ଭିତରେ ମଧ୍ୟ ଯାହାକି ଆପଣଙ୍କ ପ୍ରେମ ସମ୍ବନ୍ଧରେ ଫାଟ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ମେଷ ରାଶି ବ୍ୟକ୍ତି ନିଶ୍ଚିତ ସଚେତନ ହେବା ସହିତ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ କୌଣସି ଦୂରଯାତ୍ରା ଯାଉଛନ୍ତି ଆଜି ନିଶ୍ଚିତ ତାକୁ ନିଷେଧ କରନ୍ତୁ, କାରଣ ଦୂରଯାତ୍ରାରେ ଆପଣଙ୍କର ସଫଳତା ହେବା ଭାରି କଷ୍ଟକର। ତେବେ ଆଜି ମେଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ଅବହେଳା ଯୁକ୍ତ ରହିପାରନ୍ତି। କୌଣସି କାର୍ଯ୍ୟରେ ପୂର୍ବରୁ ଯୋଉ ଲିପ୍ତ ଥିବେ ତାହା ବହୁତ ବିରୁଦ୍ଧ ଆବାସ ଆସିବ, ଯାହା ପାଇଁ ଆପଣ ମାନସିକ ଚିନ୍ତା ବଢିବ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରହିବାର ଆବଶ୍ୟକତା ରହିଛି। ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅନେକ ପ୍ରକାର କ୍ଷତି ସାମ୍ନା କରିବାକୁ ପଡିବ। ତେଣୁ ନୂତନ ବେପାର ବାଣିଜ୍ୟ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ବିଶେଷ କରି ଆପଣଙ୍କର ଦୈନନ୍ଦିନ ଇନକମ୍ ଆଜି ଯାହାକି କ୍ଷତି ବା ଇନକମ୍ ଆଜି ନ କରିପାରନ୍ତି, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ମେଷ ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ଦେଇ ଗତି କରିବ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ପୀଡ଼ା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେବା ସହିତ ଶତ୍ରୁମାନେ ଆପଣଙ୍କୁ ଆଜି ଟିକେ ବିଚଳିତ କରିପାରନ୍ତି। ଏହା ପ୍ରତି ମେଷ ରାଶି ବ୍ୟକ୍ତି ସଚେତନ ରହିବାର ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆର୍ଥିକ ପରିସ୍ଥିତିରେ ଦେଖିଲେ ଆପଣଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ସହଯୋଗରେ ରହିଛି। ତେଣୁ ଅର୍ଥଜନିତ ଯେକୌଣସି କାରବାର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ବୃଷ ରାଶି ବ୍ୟକ୍ତିଙ୍କର ଆଜି ଯୋଉମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ଅନେକ ପ୍ରକାର ଲାଭ ପ୍ରାପ୍ତ କରିବା ସହିତ ବୃଷ ରାଶି ବ୍ୟକ୍ତି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ପଡୁଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆପଣଙ୍କ ପାଇଁ ଅତି ଶୁଭଙ୍କର ଦିନ ହୋଇପାରେ। ତତ୍ସହିତ ଆଜି ବୃଷ ରାଶି ବ୍ୟକ୍ତି କୌଣସି ବିବାହ ଜନିତ ବା ଯେକୌଣସି ମାଙ୍ଗଳିକ କାର୍ଯ୍ୟରେ ଆଜି ଆପଣଙ୍କ ଭାଗ୍ୟ ଉତ୍ତମ ଯୁଗ ପରିସ୍ଥିତି ବନଉଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ପରମାନଙ୍କର ସାହାଯ୍ୟ କରିବାର
उत्तम जुग बा आपनकु बहुत खुशी लागिबो अन्य मानकु सहाय्य करिवारे तत्सहित आपणकर व्यक्तित्व वृद्धि करिबो एवं आपण निश्चित सामाजिक क्षेत्र में मान सम्मान वृद्धि करिवार पूर्ण जुग रहुची तत्सहित वृष राशि व्यक्ति आज कौन सी कार्य पई दूरयात्रा करूछंती से दूरयात्रा आपण सफलता प्राप्त करिवार उत्तम जुग रही जहा आपणक भाग्य चक्र रु जना पड़ुची तेबे वृष राशि व्यक्तिंकर आज भाग्य संख्या रही जहा कि 8 भाग्य रंग आपण गुलापी रंग व्यवहार करि परिबे एवं ग्रह माने आपण को आज 98% साथ दउछंती। एबे चलंतु जानिबा मिथुन राशि व्यक्तिंक विषय मिथुन राशि व्यक्ति आज प्रत्येक कार्य रे आपण सफलता प्राप्त करिवार पूर्ण जुग रहुची विशेष करी मिथुन राशि व्यक्ति आज कौनसी आपणकर विचाराधीन कार्य थिबो सेथिरे विचार आपणक सपक्ष रे रहिबो जहा आपणक भाग्य चक्र जना पड़ुछि तेबे मिथुन राशि व्यक्ति आज सकल प्रकार सुख भोग करिवार अति उत्तम जुग रहुछि तत्सहित आज मिथुन राशि व्यक्ति दैनंदिन कार्य गुड़िक अति सुरखुरे हेबो श्रृंखलित होबो तत्सहित निजर प्रत्येक कार्य रे आपनको सहयोग मिलिबार अति उत्तम जुग रहुछि तेबे आज मिथुन राशि व्यक्ति प्रत्येक कार्य आपणकर कार्य अति आनंद प्रदान करिवार उत्तम जुग रहिबा सहित शिक्षार्थी विद्यार्थी मानकर भाग्य आदि उत्तम जुग रहुछि तेबे आज मिथुन राशि व्यक्ति कौनसी कार्य पई शत्रु ठारू आज मिथुन राशि व्यक्ति विजय होबार उत्तम जुग रहुछि तेबे मिथुन राशि व्यक्ति आज व्यापार वाणिज्य रे आशा अनुसार निश्चित लाभ प्राप्त करिबा सहित अर्थ किछि मात्रा रे संचय करिवे स्वास्थ्यगत दृष्टि देखिले आपण संपूर्ण सुस्थ रहिबे मानसिक स्तर रे मध्ये आपण सुस्थ रहिबार जुग बनउछि आज मिथुन राशि व्यक्तिंकर भाग्य संख्या रहिछि जहा कि 7 भाग्य रंग आपण बैगणी रंग व्यवहार करि परिबे एवं ग्रह माने आपण को आज 80% साथ दउछंती। एबे चलंतु जानिबा कर्कट राशि व्यक्तिंक विषय कर्कट राशि व्यक्ति आज प्रत्येक कार्य आपणक पई बाधा विघ्नर कारण होई पारे समस्त प्रकार नकारात्मक शक्ति आपणक पाखरे आज जेमिति देखा देबो तेनु जो मानकर भाग्य जहा कि ग्रह दशा खराब रहुची आज निश्चित टिके सावधान होई चलंतु कर्कट राशि व्यक्ति आज आपणकर प्रत्येक कार्य जहा कि युक्ति तर्क कलह भितरे जाई कि रही पारन आज जहा कि स्वास्थ्यगत दृष्टि देखिले आपणकर स्वास्थ्य अनेक प्रकार समस्या भितरे गति करिवो तेनु निश्चित स्वास्थ्य प्रति चिंता आपणकर वृद्धि परिवार जुग रहुची तेणु आवश्यक स्थले निज केमिति सुस्थ रहिबे मानसिक स्तर में मध्य सुस्थ रहिबे यहा प्रति ध्यान दबार आवश्यकता रही तेबे प्रत्येक कार्य करिबा पूर्व योजना प्रस्तुत करी कार्य करंतु देखिबे समस्त प्रकार कार्य आपणकर सफलता प्राप्त करिवार उत्तम जुग बनेइबो आज कर्कट राशि व्यक्तिंकर भाग्य संख्या रही जहा कि 8 भाग्य रंग आपण धला रंग व्यवहार करि परिबे एवं ग्रह माने आपण को आज 35% साथ दउछंती। एबे चलंतु जानिबा सिंह राशि व्यक्तिंक विषय सिंह राशि व्यक्ति आज दिनटी आपणकु अनेक प्रकार समस्या दे गति करिबा को पड़िबो ध्यान पूर्वक जदि प्रत्येक कार्य करिवे तेबे जो समस्या आसुची ताकू आपण निश्चित दूरेई करिवार पूर्ण शक्ति आपणक पाखरे देखा देबो जहा आपणक भाग्य चक्र रु जना पडुछि तेनु जहा कि सिंह राशि व्यक्ति प्रत्येक कार्य करिबा पूर्वरु निश्चित टिके भावना को स्ट्रांग करिबा निश्चित जो कार्य करिवे हाथे मापी चाखंडे हिसाब रे कार्य करिले समस्त प्रकार कार्य आपणकर सफलता बनेइबो जहा सिंह राशि व्यक्तिंक राशि चक्र जना पड़ुछि तेबे सिंह राशि व्यक्ति आज अनेक कार्य रे विजय होबा सहित विशेष करी आपणकर दैनंदिन कार्य रे आपण विजय होबार सुयोग रहुछि तत्सहित आज व्यापार वाणिज्य रे आशा अनुसार किछि मात्रा लाभ प्राप्त करिवार उत्तम जुग राशि व्यक्तिंकर जहा कि कौनसी कार्य पई दूर यात्रा करूछंती
तेबे निश्चित टिके सावधान रहिबार आवश्यकता रहिछि कारण आज सफलता हवा टिके कष्टकर जुग बनाउछि। आज सिंह राशि व्यक्तिंकर भाग्य संख्या रहिछि 6। भाग्य रंग आपण व्यवहार करि परिबे नील रंग। ग्रह माने आपण को आज 75% साथ दउछंती। एबे चलंतु जानिबा कन्या राशि व्यक्ति विषय। कन्या राशि व्यक्ति आज आपणकर भाग्य ग्रह शुभ जुग परिस्थिति बनाउछि जहाँकि सकल प्रकार कार्य आपण पूर्ण सफलता प्राप्त करिवार उत्तम जुग बनाउछि। आज कन्या राशि व्यक्ति दैनंदिन कार्य आपण आगकू बढ़िबा सहित निजर पूर्वरु ऑफिस जनित कार्य चिंता आज निश्चित ताहा कार्य पई मुक्त रहिबे एवं आनंदित रहिबे। आज कन्या राशि व्यक्ति परिवार वर्ग बंधु वर्गक सहित किछि समय अतिबाहित करि पारंती जहाँकि आपण को अनेक आनंद प्रदान करिवार सुजोग देई पारे जहाँ आपण को भाग्य राशि जना पड़ुछि। तेबे कन्या राशि व्यक्ति आज आपणकर स्वास्थ्यगत दृष्टि देखिले आपण पूर्ण सुस्थ रहिबे। पूर्वरु जदि किछि स्वास्थ्य समस्या थिबो आज निश्चित डॉक्टर परामर्श नहीं पारिबे बा कोनोसी सचेतन रहिले आपणकर स्वास्थ्य समस्या आपणकर जो ताहा मुक्ति हबार अनेक चांस बनेई पारे। तेबे आज कन्या राशि व्यक्तिंकर जहा कि भाग्य संख्या रही 4। भाग्य रंग आपण सबुज रंग व्यवहार करि परिबे एवं ग्रह माने आपण को आज 80% साथ दउछंती। एबे चलंतु जानिबा तुला राशि व्यक्ति विषय। तुला राशि व्यक्ति आज दैनंदिन कार्य गुड़िक अति सुरुखुरे हेबो। समस्ते आपण को सहयोग करिवे। कौनसी गुरुत्वपूर्ण कथा गुड़िक आज पूर्ण होबार सुजोग रहुछि। तेबे तुला राशि व्यक्ति आज निजर एकाग्रता निष्ठापरता जुगु आपण आगको बढ़िबार निजर कार्य कौशल देखि अन्य माने प्रशंसा करि पारंती। तेबे आज तुला राशि व्यक्ति शिक्षार्थी विद्यार्थी मानकर भाग्य उत्तम जुग रहुछि। तत्सहित तुला राशि व्यक्ति आज धार्मिक अनुष्ठान कार्य आपण निश्चित जुग देई पारंती किंबा किछि मंदिर परिदर्शन करिवार सुजोग रहुछि। तेबे आज तुला राशि व्यक्ति जो माने सामाजिक व्यक्ति सेमानंकर आज निश्चित प्रतिष्ठा लाभ करिवार उत्तम सुजोग रहुछि। निजर कार्य कौशल द्वारा आपणकर जहा कि सफलता मान सम्मान वृद्धि करिवार सुजोग रहुछि जहा आपणक भाग्य चक्र बंधु को निश्चित टिके सचेतन रुहंतु। स्वास्थ्यगत दृष्टि देखिले आपणकर स्वास्थ्य समस्या वृद्धि करिवो। पूर्वरु जदि थिबो तेबे आज कौनसी कार्य पई दूर यात्रा करूछंती कार्य रे आपणकर केतेकांश रे सफलता मिलिबार चांस रहुछि। आज तुला राशि व्यक्तिंकर भाग्य संख्या रहिछि जहा कि 2। भाग्य रंग आपण जहा कि धला रंग व्यवहार करि परिबे एवं ग्रह माने आपण को आज 75% साथ दउछंती। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज कार्य चंचलता आपणक ठारे अधिक देखा देई पारे। निजर मन रे स्थिरता आसी न पारे। आपण को आज स्थिरता होची एकमात्र आपणकर औषध जहा कि आपणकर कौनसी कार्य रे समस्या देबो नाही। नहले आपण को विभिन्न प्रकार समस्या दे गति करिबा को पड़िबो। विशृंखलाग्रत कार्य होई पारे। अनेक चाप सृष्टि होई पारे। आपणकर विभिन्न समस्या दे गति करिवे। पूर्वरु जो स्वास्थ्य समस्या थिबो आज ताहा हठात की पुनरावृत्ति होबार चांस रहुछि। तो जो मानकर स्वास्थ्य समस्या लागि रहिछि आपण टिके आज निजर खाद्य पेय पानी प्रति सचेतन रुहंतु। कौनसी निजर स्वास्थ्य जेमिति खराब न होबो विशृंखला गति कार्य करंतु नाही। आज बिछा राशि कौनसी कार्य पई दूर यात्रा करूछंती सेथिरे सफलता होबा भारी कष्टकर। परिवार वर्ग बंधु वर्गक सहित किछि मानसिक स्तरे अशांति बा वैचारिक मतभेद सृष्टि होई पारे। तेणु एहा प्रति ध्यान दबार बिछा राशि व्यक्ति आवश्यकता रहिछि। आज बिछा राशि व्यक्तिंकर भाग्य संख्या रहिछि जहा कि 9। भाग्य रंग आपण हळदिया रंग व्यवहार करि परिबे एवं ग्रह माने आपण को आज 60% साथ दउछंती।
ଏବେ ଚାଲନ୍ତୁ ଜାଣିବା ଧନୁରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ସଚେତନ ସହକାରେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ପଡିବ। ବିଶୃଙ୍ଖଳାଗତ କାର୍ଯ୍ୟ ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ଧନୁରାଶି ବ୍ୟକ୍ତି, ଆଜି ସେ କାର୍ଯ୍ୟ ସଫଳତା ହେବା ଭାରି କଷ୍ଟକର। ବିଦ୍ୟାର୍ଥୀମାନେ ପାଠ ପଢାରେ ଅବହେଳାଯୁକ୍ତ ରହିପାରନ୍ତି। ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଲାଭ କରିପାରିବେ ନାହିଁ, ବରଂ କ୍ଷତି ସାମ୍ନା କରିବାକୁ ପଡିବ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଆପଣଙ୍କୁ ଯାହାକି ସମସ୍ୟା ଲାଗି ରହିବ। ତେବେ ଆଜି ପ୍ରେମ ଦୁନିଆରେ ଯୋଉ ଧନୁରାଶି ବ୍ୟକ୍ତି ମାନେ ଜଡିତ ଅଛନ୍ତି, ମଧୁର ପ୍ରେମ ସମ୍ପର୍କର ବାର୍ତ୍ତାଳାପର ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ବିବାହ ସମ୍ବନ୍ଧ କଥାବାର୍ତ୍ତା ମଧ୍ୟ କିଛି କହି ଆଗେଇବାର ସୁଯୋଗ ରହୁଛି। ତତ୍ସହିତ ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଆପଣଙ୍କର ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଧନୁରାଶି ବ୍ୟକ୍ତିଙ୍କ କ୍ଷେତ୍ରରେ ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ସୁଖ୍ୟାତି, ନିଜର ପ୍ରତିଭା ପରିପ୍ରକାଶ ଦ୍ୱାରା ସମସ୍ତ କାର୍ଯ୍ୟ ପୂର୍ଣ୍ଣ କରିବାର ଅତି ଆନନ୍ଦମୟ ଯୁଗ ବନଉଛି। ଗ୍ରହ ରାଶିରୁ ଯାହା ଜଣା ପଡୁଛି, ଯାହାକି ମକର ରାଶି ବ୍ୟକ୍ତିଙ୍କ କ୍ଷେତ୍ରରେ। ତେବେ ମକର ରାଶି ବ୍ୟକ୍ତି ଆଜି ସକଳ ପ୍ରକାର ସୁଖ ଅନୁଭବ କରିବାର ଉତ୍ତମ ଯୁଗ ରହୁଛି, ଯାହାକି ଭାଗ୍ୟ ଗ୍ରହ ଆପଣଙ୍କୁ ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ତେଣୁ ଆଜି ମକର ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଆଗକୁ ବଢିବା ସହିତ ଆପଣଙ୍କର ବୃତ୍ତିଗତ କାର୍ଯ୍ୟରେ ମଧ୍ୟ ଶୃଙ୍ଖଳିତ ଅତି କ୍ଷଣ ସମୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ପାଠ ପ୍ରତି ଏକାଗ୍ରତା ଜାହିର ରହିବ। ତତ୍ସହିତ ଆଜି ମକର ରାଶି ବ୍ୟକ୍ତି ଯୋଉମାନେ ପାରିବାରିକ ଏବଂ ଆପଣଙ୍କର ବନ୍ଧୁବର୍ଗଙ୍କ ସହିତ ପୂର୍ବରୁ କିଛି ମନାନ୍ତର ଯୁଗ ଥିଲା, ଆଜି ତାହା ସମାଧାନର ବାଟ ରାସ୍ତା ବାହାରିବାର ପୂର୍ଣ୍ଣ ଯୁଗ ବନଉଛି। ତେବେ ମକର ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି, ମଧୁର ସମ୍ପର୍କ ଆପଣଙ୍କର ପରିପ୍ରକାଶ କରିବା ସହିତ ଆପଣଙ୍କର ସ୍ୱାମୀ ସ୍ତ୍ରୀ ପିଲାଛୁଆଙ୍କ ସହିତ ମଧ୍ୟ ଭଲ ସମ୍ବନ୍ଧ ରହିବ। ମକର ରାଶି ବ୍ୟକ୍ତିଙ୍କର କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ସେ କାର୍ଯ୍ୟରେ ଆପଣ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ବନଉଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ବୃତ୍ତିଗତ କାର୍ଯ୍ୟରେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି, ଯାହାକୁ ଆପଣଙ୍କର କାର୍ଯ୍ୟକୌଶଳ ଏକ ଭିନ୍ନ ପ୍ରକାର। ସମସ୍ତେ ଆପଣଙ୍କୁ ଆଜି ପ୍ରଶଂସା କରିପାରନ୍ତି ଆପଣଙ୍କର ବୃତ୍ତିଗତ କାର୍ଯ୍ୟ ଦେଖି। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଅତି ଆନନ୍ଦମୟ ଦିନ ହବା ସହିତ ଆପଣଙ୍କର ଅଫିସ ଜନିତ କାର୍ଯ୍ୟ ଯଦି କିଛି ପୂର୍ବରୁ ଥିବ ଚାପ, ତାକୁ ସମାଧାନ କରିବାର ଅତି ଶୁଭ ଯୁଗ ବନଉଛି, ଯାହାକି ପରବର୍ତ୍ତୀ ଷ୍ଟେପରେ କେମିତି ତାକୁ ସଫଳତା ବନେଇବେ ଆଜି କୁମ୍ଭ ରାଶି ବ୍ୟକ୍ତି ଯୋଜନା କରିପାରନ୍ତି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଯାହାକି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି, ମଧୁର ବାର୍ତ୍ତାଳାପ ସହିତ ନୂତନ ପ୍ରେମ ବାର୍ତ୍ତାର ପୂର୍ଣ୍ଣ ଯୁଗ ରହୁଛି, ଯାହା ଆପଣଙ୍କର ଗ୍ରହ ରାଶି ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 6। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଧାର୍ମିକ କାର୍ଯ୍ୟରେ ଆପଣଙ୍କର ମନ ନ ଯାଇପାରେ, ବିଶେଷ କରି ଆପଣ ବିଧର୍ମୀୟ କାର୍ଯ୍ୟ ପ୍ରତି ଅଧିକ ଲିପ୍ତ ରହିପାରନ୍ତି। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ।
ଆପଣ ମାନସିକ ଚାପ ଏବଂ କାର୍ଯ୍ୟ ଗୁଡିକ ବୃତ୍ତିଗତ କାର୍ଯ୍ୟରେ ବିଶୃଙ୍ଖଳତା, ଯୁକ୍ତି ତର୍କ ଏବଂ ନିଜ ଭିତରେ ମନାନ୍ତର ମଧ୍ୟ ଦେଖା ଦଉଛି। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତତ୍ସହିତ ଆଜି ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ଅବହେଳା ଯୁକ୍ତ ରହୁଛି। ବୃତ୍ତିଗତ ବେପାର ବାଣିଜ୍ୟରେ ମଧ୍ୟ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବା ସହିତ କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ତେବେ ଆଜି ମୀନ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ସେଥିରେ ଆଦୌ ସଫଳତା ପ୍ରାପ୍ତ କରିପାରିବେ ନାହିଁ। ତେବେ ମୀନ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଦ୍ୱିଗୁଣିତ ହେବା ସହିତ ନୂତନ ସ୍ୱାସ୍ଥ୍ୟ ଆହୁରି ଖରାପ ହେବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି।